ଆମର ଦୁଃଖ କାହିଁକି ଆମେ ଦୁଃଖ କରୁ ଅନେକ ସମୟରେ କହନ୍ତି ନା ସବୁଠୁ ବେଶୀ ଦୁଃଖ ବହୁତ ଇମୋସନାଲ ଆମମାନଙ୍କର ଭଉଣୀ ମାନେ ହେଇଯାଆନ୍ତି ବୋଲି। ତ ମୁଁ ଆଜି ଆପଣ ମାନଙ୍କୁ ନିକଟରେ ରଖିବାକୁ ଚାହେଁ ଆମେ କାହିଁକି ଦୁଃଖ କରୁଛୁ ବା ଆମେ କାନ୍ଦୁଛୁ କାହିଁକି। ଯଦି ମରିୟମକୁ ପଚାରିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେ ନାରୀ ତୁମେ କାହିଁକି କାନ୍ଦୁଅଛ, ଆଜି ସେଇ ସମାନ ପ୍ରଶ୍ନ ପ୍ରଭୁ ଆମକୁ ମଧ୍ୟ ପଚାରନ୍ତି। କାହିଁକି ତୁ ଦୁଃଖ କରୁଛୁ, କାହିଁକି ତୋର କାନ୍ଧ, କାହିଁକି ତୋର ଲୁହ। ଆମମାନେ ପଢିବା 2 Corinthians 7:10। କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ, ଯାହା ସକାଶେ ଅନୁତାପ କରିବାକୁ ପଡେ ନାହିଁ, ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନ୍ମାଏ। ଏକ୍ଚୁଆଲି ଆମର ଦୁଃଖ କଣ ପାଇଁ ପ୍ରିୟ ଭଉଣୀ ମାନେ, ଏ ସଂସାରର ବିଷୟ ନିମନ୍ତେ ଆମେ ଦୁଃଖ କରୁଛୁ ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେଇ ଆତ୍ମିକ ଜୀବନ ନିମନ୍ତେ, ଆତ୍ମାଙ୍କର ଉନ୍ନତି ନିମନ୍ତେ ଆମେ ଦୁଃଖ କରୁଛୁ। ଅନେକ ସମୟରେ ଆମମାନଙ୍କର ଦୁଃଖ ସାଧାରଣତଃ ବହୁତ କଣ ଥାଏ, ଆମର ଦୁଃଖ ମତେ କିଏ ପଚାରୁନାହାନ୍ତି ସେଥିପାଇଁ ଆମମାନଙ୍କର ଦୁଃଖ ଅନେକ ସମୟରେ ଥାଏ। ମତେ ଏଟା ମିଳିଲା ନାହିଁ, ମତେ ସେଇଟା ମିଳିଲା ନାହିଁ, ଏ ପ୍ରକାର ବିଭିନ୍ନ ପ୍ରକାର ସାଂସାରିକ ବିଷୟ ଗୁଡିକ ନିମନ୍ତେ ଆମେ ଅନେକ ସମୟରେ ଦୁଃଖ କରିଥାଉ। କାହା ଦ୍ୱାରା ଅପମାନିତ ହେଲେ ଆମମାନଙ୍କୁ ଦୁଃଖ ଲାଗିଥାଏ, ଆମେ କାନ୍ଦି ପକାଇଥାଉ। ଅନ୍ୟ ଜଣ ଆମମାନଙ୍କ ସହିତ ନ ମିଶିଲେ ଆମେ କାନ୍ଦି ପକାଇଥାଉ। ଆମର ମନ ପସନ୍ଦର ଜିନିଷ ଆମକୁ ମିଳିଲା ନାହିଁ, ଯେମିତିକି ଛୋଟ ଛୁଆ ମାନେ ଦେଖୁ ଆମେ ଯାଉଥିବୁ ମାର୍କେଟରେ ହାତ ଧରିକିନା ସେମାନଙ୍କୁ ନେଇକିନା ଆମେ ଯାଉଥିବୁ, ରାସ୍ତାରେ କୋଉ ଦୋକାନ ଗୋଟେ ଦେଖିଲେ ସେ ଜିନିଷ ଯଦି ଆମେ କିଣି ଦଉନାହୁଁ ତାହେଲେ ଆମର ପିଲାମାନେ ଛାଟି ପିଟି ହେଇକିନା କାନ୍ଦନ୍ତି। କେତେଟା ପିଲା ତ ସେ ରାସ୍ତାରେ ଗୋଡି ଯାଆନ୍ତି, ସେ ପ୍ରକାର କାନ୍ଦନ୍ତି। ଅନେକ ସମୟରେ ଆମର କାନ୍ଦ ମଧ୍ୟ ସେ ପ୍ରକାର। ଆମକୁ ଯୋଉ ସମୟରେ ପ୍ରଭୁ ଆମେ ଯୋଉ ବିଷୟ ପାଇଁ ଆମ ପିଲାମାନେ କାନ୍ଦନ୍ତି, ଆଇସ୍କ୍ରିମ ପାଇଁ କାନ୍ଦନ୍ତି, ଚକୋଲେଟ ପାଇଁ କାନ୍ଦନ୍ତି, ବିସ୍କୁଟ ବେଲୁନ୍ସ ପାଇଁ କାନ୍ଦନ୍ତି, ଆମେ ଏସବୁ ବିଷୟ କିଛି ମୂଲ୍ୟ ନାହିଁ ବୋଲି ଅନେକ ସମୟରେ ଆମର ପିଲାମାନଙ୍କୁ ଦେଇନଥାଉ। ସେମାନଙ୍କର ଦେହ ଖରାପ ହେବ, ପାଗ ଠିକ ନାହିଁ, ଆଇସ୍କ୍ରିମ ଦେଲେ ଭଲ ନାହିଁ, ଥଣ୍ଡା ହେଇଯିବ, ଜ୍ୱର ହେଇଯିବ ବୋଲି ଆମେ ଅନେକ ସମୟରେ ଦେଇନଥାଉ। ଚକୋଲେଟ ଗୁଡିକ ବେଶୀ ଖାଇବା ଦ୍ୱାରା ତାର ଦେହ ଖରାପ ହେଇଯାଉଛି, ଦାନ୍ତ ପୋକଡା ହେଇଯାଉଛି, ସେଥିପାଇଁ ଆମେ ଦେବୁନି। ମାତ୍ର ଆମର ପିଲାମାନେ ଅନେକ ସମୟରେ ଜିଦି କରନ୍ତି, ନାଇଁ ମତେ ସେଟା ଦରକାର, ସେ ବେଲୁନ ଦରକାର, ସେ ଖେଳନା ଦରକାର, ଏମିତି କହି ଅନେକ ସମୟରେ ରାସ୍ତାରେ ସେମାନେ ଗୋଡା ତୋଡା ହେଇକିନା କାନ୍ଦନ୍ତି। ଆମେ ଜାଣିଛୁ ଯେ ସେ ସବୁ ବିଷୟର କିଛି ମୂଲ୍ୟ ନାହିଁ, ତେଣୁ ଆମର ପିଲାମାନଙ୍କୁ ଆମେ ସବୁ ସମୟରେ ସେଟା ଦେଇନଥାଉ। ଅନେକ ସମୟ ଆମେ ମଧ୍ୟ ସେ ପ୍ରକାର ଅନେକ ଗୁଡିଏ ବିଷୟ ନିମନ୍ତେ ଆମେ କାନ୍ଦୁଥାଉ। ଆମ ପରମେଶ୍ୱର ମଧ୍ୟ ଦେଖିଥାନ୍ତି ଏ ସାମାନ୍ୟ ସାମାନ୍ୟ ଛୋଟିଆ ମୋଟିଆ ବିଷୟ ପାଇଁ ପିଲାମାନେ କାହିଁକି କାନ୍ଦୁଛନ୍ତି ବୋଲି, କାହିଁକି ଦୁଃଖ କରୁଛନ୍ତି ବୋଲି। ପ୍ରିୟ ଭଉଣୀ ମାନେ, ମୁଁ ଆଜି ଆପଣ ମାନଙ୍କ ନିକଟରେ ରଖିବାକୁ ଚାହେଁ ଆମର ଦୁଃଖ କାହିଁକି, କଣ ପାଇଁ ପ୍ରିୟ ଭଉଣୀ ମାନେ ଆମେ ଦୁଃଖିତ ଅବସ୍ଥାରେ ଅଛୁ। ଅନେକ ସମୟରେ ଆମେ ଭଉଣୀ ମାନେ ନିଜକୁ ଆମେ ତରସ ଖାଇଥାଉ, ନିଜକୁ ନିଜେ ଆମେ ତରସ ଖାଇଥାଉ। ଆମର ଭାଷାରେ କଲା ପରେ ମୁଇଁ ବିଶ୍ୱାସ ମୁଇଁ ବାପଡିଟା ବୋଲି ଆମେ ଅନେକ ସମୟରେ ଭାବିଥାଉ। ସେ ପ୍ରକାର ନାହିଁ, ଆମେ ସେ ପ୍ରକାର ନାହିଁ, ଆମେ ନିଜକୁ ନିଜେ ଏନକରେଜ କରିବା, ଆମେ ତରସ ଖାଇବା ନାହିଁ ନିଜକୁ ନିଜେ। ପ୍ରଭୁ ଚାହାନ୍ତି ଆମେ ନିଜେ ନିଜକୁ ଆମେ ଉତ୍ସାହିତ କରିବା। ତେଣୁ ମୁଁ କହେ ଆପଣ ମାନଙ୍କର ଦୁଃଖ କାହିଁକି, ଆମେ ଏଥିପାଇଁ ଦୁଃଖିତ ହେବା। ପ୍ରଭୁ ଗତ ଦିନ ମାନଙ୍କରେ ତୁମେ ମତେ ଯେ ପ୍ରକାର ତୁମର ପ୍ରେଜେନ୍ସ ଯେ ପ୍ରକାର ମୁଁ ପାଉଥିଲି ସେ ପ୍ରକାର ପାଇ ପାରୁନାହିଁ ବାପା, ତୁମେ ଦୟାକରି ମତେ ସେ ପ୍ରେଜେନ୍ସ ଦିଅ। ଏଥିପାଇଁ ଆମର ଲୁହ ଗଡିବାର ଅଛି। ଗତ ଦିନ ମାନଙ୍କରେ ମୁଁ ଚର୍ଚ୍ଚରେ ଗଲେ ତୁମ ରବକୁ ମୁଁ ଶୁଣି ପାରୁଥିଲି, ଏ ଦିନ ମାନଙ୍କରେ ମତେ ଆଉ ସେ ରବ ମୁଁ ଶୁଣି ପାରୁନାହିଁ ବାପା, ସେଥିପାଇଁ ମତେ ତୁମେ ଦୟା କର। ଏହି କାନ୍ଦ ଆମମାନଙ୍କର ହେବାର ଅଛି ପ୍ରିୟ ଭଉଣୀ। କାଲି ବହୁତ ସୁନ୍ଦର ଭାବରେ ଆମମାନଙ୍କ ଫାଷ୍ଟିଂ ପ୍ରେୟରରେ ପ୍ରଭୁ ଉଦ୍ଦୀପିତ କଲେ। ସେଇ ଉଦ୍ଦୀପନା ନିମନ୍ତେ, ସେଇ ପ୍ରଭୁଙ୍କର ପ୍ରେଜେନ୍ସ ନିମନ୍ତେ ଆମେ ସବୁ ସମୟରେ ଆତୁର ହେବାର ଅଛି ପ୍ରିୟ ଭଉଣୀ ମାନେ। ଆମର କାନ୍ଦ ସେଥିପାଇଁ ହେବାର ଅଛି। ମୁଁ ଆଗ ପରି ଲୋକମାନେ କଣ କହିଲେ ସହି ପାରୁନାହିଁ, ମୁଁ ପୁନର୍ବାର ସେ ବଚସା କରିବାଟା ଛାଡି ଦେଇଥିଲି। ପ୍ରଭୁ ଆହୁରି ଥରେ ମୁଁ ଆରମ୍ଭ କରିଦେଇଛି, ମତେ ଦୟାକରି ସାହାଯ୍ୟ କର। ଏସବୁ ବିଷୟ ନିମନ୍ତେ ଆମର ଦୁଃଖ ହେବାର ଅଛି ପ୍ରିୟ ଭଉଣୀ ମାନେ। ଏଟା ମିଳିଲା ନାହିଁ, ସେଟା ମିଳିଲା ନାହିଁ, ସେଥିପାଇଁ ଆମେ ଦୁଃଖ କରିବା ନାହିଁ। ଏ ସ୍ଥାନରେ ଅନେକ ଆମେ ଦେଖୁ କେତେ ଗୁଡିଏ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଦେଖିବା, ସେମାନଙ୍କ ଇମୋସନ ବିଷୟରେ ଆମେ ଦେଖିବା, ସେମାନେ କେମିତି ସ୍ତ୍ରୀ ମାନେ ଯଦ୍ୱାରା କି ସେ ବିଷୟ ଗୁଡିକ ନିମନ୍ତେ ଅନେକ ସମୟରେ ସେମାନେ ଦୁଃଖଗ୍ରସ୍ତ କରନ୍ତି। ଆମେ ଅନେକ ଦେଖୁ, ଅନେକ ଭାବୁକ ସ୍ତ୍ରୀ ମାନେ ଥାନ୍ତି ଯୋଉମାନେ କି ଛୋଟିଆ ଛୋଟିଆ କଥାକୁ ସେମାନେ ରାଗି ଯାଆନ୍ତି। କଥା କହିଲେ ସେମାନେ ରାଗି ଯାଆନ୍ତି, ଟିକେ ଟିକେ କଥାକୁ, କିଛି ନଥିବ ଏଟା ଗୋଟେ ରାଗବାର ବିଷୟ କି, ସେଥିପାଇଁ ସେମାନେ ରାଗି ଯାଆନ୍ତି।
ଆମେ ଅନେକ ସମୟରେ ଦେଖୁ ତୁମେ ଡ୍ରେସ କାହିଁକି ଏମିତି ପିନ୍ଧିଛ ବୋଲି ସେମାନେ ହଠାତ୍ ରାଗି ଯାଆନ୍ତି। ଯାକୁବରେ କଥା ଲେଖାଗଲା, ଆପଣ ମାନେ ସମସ୍ତେ ଜାଣିଛନ୍ତି 1:19 ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ, ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର, ପୁଣି କ୍ରୋଧ କରିବାରେ ଧୀର ହେଉ। ଆମେ କ୍ରୋଧ କରିବାରେ ଧୀର ହେବାର ଅଛି ପ୍ରିୟ ଭଉଣୀ ମାନେ। ଆମେ ଯେହେତୁ ଏଟା ହ୍ୟୁମାନ୍ସ ମିଟିଂ, ମୁଁ ଭଉଣୀ ମାନଙ୍କୁ କହିବାକୁ ଚାହେଁ, ଆମେ କ୍ରୋଧ କରିବାରେ ଧୀର ହେବା। ଆଉ କେଉଁମାନେ କ୍ରୋଧ କରନ୍ତି ଜାଣନ୍ତି ନା? ଉପଦେଶ କରି ଗୋଟେ କଥା ଲେଖାଗଲା 7:9 ପଢିବା ନାହିଁ, ମୂର୍ଖ ମାନଙ୍କର ହୃଦୟରେ କ୍ରୋଧ ବାସ କରେ। ପ୍ରିୟ ଭଉଣୀ ମାନେ, ଆମେ ମୂର୍ଖ ନାହୁଁ। ଆମକୁ କିଏ କହିଦେଲେ ଆମେ ସେଥିପାଇଁ ମାନେ ରାଗି ଯିବା, ମାନେ ରିଆକ୍ଟ କରିବା, ମାନେ ଦୁଃଖ କରିବା, ଆଉ କ୍ରୋଧୀ ହେଇଯିବା, ଆମେ ରିଭେଞ୍ଜ ନେବାକୁ ଚେଷ୍ଟା କରିବା, ସେମିତି ନାହିଁ। ମୂର୍ଖ ମାନଙ୍କର ହୃଦୟରେ କଣ ବାସ କରେ? କ୍ରୋଧ ବାସ କରେ। ଆଉ କ୍ରୋଧ ଅନେକ ଗୃହକୁ ଭାଙ୍ଗି ଦିଏ। ଯୋଉ ସମୟରେ କୋଉମାନେ କ୍ରୋଧ କରନ୍ତି? ମୂର୍ଖ ମାନେ କ୍ରୋଧ କରନ୍ତି। ମାତ୍ର ପ୍ରଭୁ ଆମମାନଙ୍କୁ ହିତୋପଦେଶରେ କହୁଛନ୍ତି, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ। ଆମେ ଜ୍ଞାନବତୀ, ପୁରା ଜ୍ଞାନ କଣ କରେ? ଘରକୁ ଗୁନ୍ଥେ। ଜ୍ଞାନର ଅପୋଜିଟ କଣ? ମୂର୍ଖ। ମୂର୍ଖ ସ୍ତ୍ରୀ ମାନେ ଅନେକ ସମୟରେ ନିଜର ଘରକୁ ଭାଙ୍ଗି ପକାନ୍ତି। ପ୍ରିୟ ଭଉଣୀ ମାନେ, ଆମେ ଜ୍ଞାନବାନ ସ୍ତ୍ରୀ ମାନେ ହେବା, ଆମେ ଜ୍ଞାନବତୀ ସ୍ତ୍ରୀ ହେବା, ଯୋ ଦ୍ୱାରା କି ଆମର ଘରକୁ ଆମେ ଗୁନ୍ଥିକିନା ରଖିବା। କିଏ କିଛି କହିଦେଲେ ଆମେ ସହିଦେବା। ଆମର ଗୋଟେ ରେଗ ଅଛି ନା, ଆମେ ଘର କରିଛୁ ବୋଲେ ଆମର ଉପରେ ପଥର ପଡିଲେ ମଧ୍ୟ ଆମେ ସହିବାର ଅଛି। ଆମେ ରାଗି ଯିବା, ହଠାତ୍ ଯଦି ଆମମାନଙ୍କର ସର୍ଟ ଟେମ୍ପର ଥିବ, ତାହେଲେ ଅନେକ ସମୟରେ ଆମର ଘରକୁ ଆମେ ଭାଙ୍ଗି ଦେଇଥାଉ। ଏସବୁ ଆମକୁ କେତେବେଳେ ଆମମାନଙ୍କୁ କଷ୍ଟ ଲାଗେ, ଯୋ ଦ୍ୱାରା କି ଆମେ ରାଗି ଯାଇଥାଉ। ଆଉ ରାଗିବା ଦ୍ୱାରା ଆମେ ନିଜେ ନିଜର ନଷ୍ଟ କରୁ, ଆମେ ନିଜର କ୍ଷତି କରୁ, ତା ସହିତ ଆମର ସହିତ ଯେମାନେ ରୁହନ୍ତି ସେମାନଙ୍କର ମଧ୍ୟ ଆମେ କ୍ଷତି କରୁ। ଆକୁ କିଛି କହିବାର ନାହିଁ, ଟିକେ ଟିର କରବ କାଚା ମର୍ଚି ପରି, ଏ ପ୍ରକାର ୱାର୍ଡ ଯାକ ଆମ ପ୍ରତି ଆମ ପରିବାର ଲୋକମାନେ ବ୍ୟବହାର ନ କରନ୍ତି। ଆମେ ଆମମାନଙ୍କର ସ୍ୱଭାବ ଏ ପ୍ରକାର ଥାଉ ଯେ ଲୋକମାନେ ଆମମାନଙ୍କୁ ଦେଖିଲେ ନାହିଁ ଗୋଟେ ନାଇଁ ଶାନ୍ତ ସ୍ୱଭାବର, ଏ ପ୍ରକାର ସ୍ୱଭାବ ଆମେ ଧରୁ। ପ୍ରିୟ ଭଉଣୀ, ଆମେ ବେଶୀ ଭାବୁକ ନ ହେଇଯାଉ, ବେଶୀ ମାନେ ଇଏ ନ ହେଇକିନା ଆମମାନେ କଣ ନ କରିବାର ଅଛି? ଅନ୍ୟମାନେ ଯୋଉ ସମୟରେ ଆମମାନଙ୍କୁ ରଗାନ୍ତି, ଆମେ ସେ ସମୟରେ ରାଗିବା ନାହିଁ। ସେ ସବୁ ବିଷୟ, ଏ ଭୌତିକ ବିଷୟ ଗୁଡିକ, ଏ ଜାଗତିକ ବିଷୟ ଗୁଡିକ ଆମମାନଙ୍କ ଜୀବନକୁ ବେଶୀ ପ୍ରଭାବ ନ ପକାଉ। ତେଣୁ ଆମେ ପ୍ରତ୍ୟେକ ସମୟରେ ଆମମାନଙ୍କର ପ୍ରାର୍ଥନାର ଜୀବନକୁ ଆମେ ବଳିଷ୍ଠ ରଖି ପ୍ରଭୁଙ୍କୁ କହୁଥିବାର ଅଛି, ପ୍ରଭୁ ମତେ ଏ କ୍ରୋଧରୁ ଜୟଲାଭ କର। କିଏ ଟିକେ କଣ କହିଦେଲେ ମୁଁ ବହୁତ ରାଗି ଯାଉଛି। ଅନେକ ସମୟରେ ଆପଣ ମାନେ ଦେଖିଥିବେ, ଆମ ସାମ୍ନାରେ କିଏ ଗୋଟେ ସାଉଣ୍ଡ କରି ଖାଉଥିଲେ ଆମେ ମାନେ ବହୁତ ଇରିଟେଟ ହେଇଯାଇଥାଉ। ଇରିଟେଟ ଲାଗେ, ରାଗ ଲାଗେ। ସେ ରାଗ ଅନେକ ସମୟରେ ଆମେ ଦେଖାଇ ନଥାଉ, ମାତ୍ର ବହୁତ ରାଗ ଲାଗେ ତାର ଉପରେ। ମତେ ସେମିତି ଲାଗୁଥିଲା, ମୁଁ ପ୍ରାର୍ଥନା କରୁ, ପ୍ରଭୁ ସେମାନେ ଏମିତି ସାଉଣ୍ଡ କରି ଖାଇଲେ ମତେ ବହୁତ ରାଗ ଚିଡୁଛି ବୋଲି ମୁଁ ନିଜକୁ ନିଜେ ପ୍ରାର୍ଥନା କଲି, ପ୍ରଭୁ ଏଥିରୁ ବାହାର କର। କିଛି କହି ସିନା ପାରୁନାହିଁ ପ୍ରଭୁ, ମାତ୍ର ମତେ ବହୁତ ରାଗ ଲାଗୁଛି, ମାରିଦେବାକୁ ଇଚ୍ଛା ହଉଛି, ସିଆଡେ ଯା ବୋଲି କହିବାକୁ ଇଚ୍ଛା ହଉଛି। ଏ ପ୍ରକାର ଛୋଟିଆ ଛୋଟିଆ ବିଷୟ ନିମନ୍ତେ ଆମମାନଙ୍କୁ ବହୁତ ରାଗ ଚିଡେ, ବହୁତ ଇରିଟେଟ ହଉ। ପ୍ରିୟ ଭଉଣୀ ମାନେ, ଏସବୁରୁ ମଧ୍ୟ ପ୍ରଭୁଙ୍କୁ କହିବାର ଅଛି, ପ୍ରଭୁ ଏ ସବୁ ବିଷୟରୁ ମଧ୍ୟ ଆମକୁ ଟିକେ ବାହାର କର, ଓଭରଲୁକ୍ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ ଦିଅ। ପ୍ରିୟ ଭଉଣୀ ମାନେ, ଆମେ ବେଶୀ ଭାବୁକ ହେଇ ନିଜକୁ ଆମେ କିଏ କଣ କହିଦେଲେ ଆମମାନେ କ୍ରୋଧୀ ହେଇଯିବା ନାହିଁ, ଆଉ ଆମମାନେ ସେଥିପ୍ରତି ଆମମାନଙ୍କର ଦୁଃଖକୁ ଆମମାନେ ପ୍ରକାଶ କରିବା ନାହିଁ। ଆଉ ଗୋଟେ ବିଷୟରେ ଭଉଣୀ ମାନେ ବହୁତ ଦୁଃଖ କରନ୍ତି, ଅନ୍ୟ ସହିତ ନିଜକୁ ତୁଳନା କରି। ଯେମିତି ସେ ଭଉଣୀ କେତେ ଗୋରା ଅଛନ୍ତି, ପ୍ରଭୁ ମତେ କାହିଁକି କଳା କରି ତିଆରି କଲେ? ତାଙ୍କର ହାଇଟ ଏତେ ଅଛି, ମୋର ହାଇଟ କମ। ଆମେ ଅନେକ ସମୟରେ ଅନ୍ୟମାନଙ୍କ ସହିତ ନିଜକୁ ଆମେ ତୁଳନା କରିଥାଉ। ପ୍ରଭୁ ତାଙ୍କୁ ଏତେ ସୁନ୍ଦର ଘର ଦେଲେ, ମତେ ଦେଇନାହାନ୍ତି। ପ୍ରଭୁ ତାଙ୍କୁ ଗାଡି ଦେଲେ, ମତେ ଦେଇନାହାନ୍ତି। ଏସବୁ ଆମେ ଅନେକ ସମୟରେ ତୁଳନା କରି ଆମେ ବହୁତ ଦୁଃଖିତ ହେଇଥାଉ। ମାତ୍ର ପ୍ରଭୁ ଗୋଟେ କଥା କୁହନ୍ତି, ତୁମର ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବାକୁ ଶିଖ। ପାଉଲ ଗୋଟେ କଥା କୁହନ୍ତି ଏଫେସିୟରେ, ସବୁ ଅବସ୍ଥାରେ ମୁଁ ସନ୍ତୁଷ୍ଟ ରହିବାଟା ଶିଖିଛି। ମୁଁ ଦୀନତା ଭୋଗ କରି ଜାଣିଛି, ପ୍ରଚୁରତା ମଧ୍ୟ ମୁଁ ଭୋଗ କରି ଜାଣିଛି। ପ୍ରିୟ ଭଉଣୀ ମାନେ,
ତୁଳନା କଣ କରେ ଆମମାନଙ୍କୁ ଅନେକ ସମୟରେ ଦୁଃଖିତ କରିଦିଏ। ଯୋଉ ସମୟରେ ଆମେ ତୁଳନା କରୁ ସେଇ ସମୟରେ ଆମେ ଦୁଃଖିତ ହେଇଯାଇଥାଉ। ତେଣୁ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଆମେ କାହା ସହିତ ମଧ୍ୟ ମାନେ ନିଜକୁ ତୁଳନା କରିବା ନାହିଁ। ଫିଲିପିଓ 4 ଅଧ୍ୟାୟର 12 ପଦ 11-12 ପଢନ୍ତୁ। ଅଭାବ ହେତୁ ମୁଁ ଯେ ଏହା କହୁଅଛି ତାହା ନୁହେଁ, କାରଣ ମୁଁ ଯେ କୌଣସି ଅବସ୍ଥାରେ ଥାଏ ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ। ସର୍ବବିଧ ଅବସ୍ଥାରେ ଓ ସର୍ବ ବିଷୟରେ ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିମ୍ବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଅଛି। ହୁଁ, ଆମକୁ ଶିଖବାର ଅଛି ପ୍ରିୟ ଭଉଣୀ ମାନେ, ସବୁ ଅବସ୍ଥାରେ ସନ୍ତୁଷ୍ଟ ରହିବାକୁ। ଅନ୍ୟ ସହିତ ତୁଳନା କରି ଆମେ କେତେବେଳେ ଅସନ୍ତୁଷ୍ଟ ହେଇଯାଉଥାଉ, ଅନେକ ସମୟରେ ଅନ୍ୟକୁ ଦେଖିକିନା, ଅନ୍ୟ ସହିତ ଆମେ ନିଜକୁ ତୁଳନା କରିକିନା। ପ୍ରଭୁ ତାଙ୍କ ଜୀବନରେ ସେ ପ୍ରକାର କରିଛନ୍ତି ତ ମୋ ଜୀବନରେ ମଧ୍ୟ କରିବାର ଅଛି, ଏଟା କହି ଆମେ ଅନେକ ସମୟରେ ଦୁଃଖିତ ହେଇଯାଇଥାଉ। ପ୍ରିୟ ଭଉଣୀ ମାନେ, ମୁଁ କହିବାକୁ ଚାହେଁ କାହା ସହିତ ଆମେ ନିଜକୁ ତୁଳନା କରିବା ନାହିଁ। ପ୍ରଭୁ ଆମମାନଙ୍କୁ ଯେତିକି ଦେବା କଥା ସେ ସେତିକି ଦେଇଛନ୍ତି। ଆମର ପରମେଶ୍ୱର ଅବିଶ୍ୱସ୍ତ ପରମେଶ୍ୱର ନାହାନ୍ତି। ଆମର ପରମେଶ୍ୱର ଭୁଲ କରିବା ପରମେଶ୍ୱର ନାହାନ୍ତି। ସେ ଯାହା ଯାହା ଦରକାର, ଯେତିକି ଦରକାର ସେ ସେତିକି ଆମମାନଙ୍କୁ ଦେଇଛନ୍ତି। ଯେତିକି ଦେଇଛନ୍ତି ସେତିକିରେ ଆମେ ବିଶ୍ୱସ୍ତ ରହି ତାଙ୍କର ଧନ୍ୟବାଦ କରିବା, ତାଙ୍କର ପ୍ରଶଂସା କରିବା। ପାଉଲ କହୁଛନ୍ତି ମତେ ଅଭାବ ବୋଲି ମୁଁ ଏଇଟା କହୁନାହିଁ। ପାଉଲ ଧନୀ ଘରର ପିଲା, ସେ କହୁଛନ୍ତି ମୁଁ ଦୀନତା ମଧ୍ୟ ଭୋଗ କରି ଜାଣିଛି, ପ୍ରଚୁରତା ମଧ୍ୟ ମୁଁ ଭୋଗ କରି ଜାଣିଛି। ମୁଁ କହୁଥିଲି ନା, ଆମେ ଆମର ଘର ଚାରୁ ଭାତରେ ଆମେ ବହୁତ ଖୁସି ଥିବୁ। ଆମର କୋରାପୁଟିଆ ଟମାଟ ଝୋଲ କରି ଖାଇଲେ ଆମେ ବହୁତ ଖୁସିରେ ଥିବୁ। ମାତ୍ର ଅଲଗା ଘରେ ଯଦି ମଟନ ର ବାସ୍ନା ପଳାଇଲା ବୋଲେ ହଁ ତାଙ୍କର ଘରେ ମଟନ ଖାଇଲେ ଆମକୁ ନାହିଁ ବୋଲି ଆମେ ଅନେକ ସମୟରେ ଦୁଃଖିତ ହେଇଯାଇଥାଉ। ମଟନ ମିଳିଲା ନାହିଁ ବୋଲି ଇସ୍ରାଏଲ ଲୋକ ମାନୁଛନ୍ତି କି ଆମେ ମିଶର ଦେଶରେ ଏଟା ଖାଉଥିଲୁ ସେଟା ଖାଉଥିଲୁ, ତୁମେ କେମିତି ପରମେଶ୍ୱର ସେ ମିଶର ଦେଶରୁ କୋଡେ ଆଣିଛ, ବାଟରେ ଆମକୁ କିଛି ଦଉନ। ମାଂସ ପାଇଁ କାନ୍ଦୁଛନ୍ତି, ପାଣି ପାଇଁ କାନ୍ଦୁଛନ୍ତି, ଖାଦ୍ୟ ପାଇଁ କାନ୍ଦୁଛନ୍ତି। ପ୍ରିୟଭଉଣୀ ମାନେ, ଆମର ଦୁଃଖ ସେଥିପ୍ରତି ନ ହଉ। ଛୋଟିଆ ମୋଟିଆ ବିଷୟ ପ୍ରତି ଆମମାନେ ତୁଳନା କାହା ସହିତ ଆମମାନଙ୍କୁ ନିଜକୁ ନବୁ। ଅନେକ ସମୟରେ ଆମେ ଆତ୍ମିକ କ୍ଷେତ୍ରରେ ମଧ୍ୟ ତୁଳନା କରୁ। ପ୍ରଭୁ ତାଙ୍କୁ ବହୁତ ସୁନ୍ଦର ବ୍ୟବହାର କରୁଛନ୍ତି, ପ୍ରଭୁ ତାଙ୍କୁ ସେ ଗିଫ୍ଟ ଦେଇଛନ୍ତି, ସେ କ୍ଷେତ୍ରରେ ସେ ବ୍ୟବହାର କରୁଛନ୍ତି। ପ୍ରଭୁ ମତେ ଯୋଉ ଗିଫ୍ଟ ଦେଇଛନ୍ତି ପ୍ରଭୁ ମତେ ସେଇଠାରେ ବ୍ୟବହାର କର। କାହା ସହିତ ତୁଳନା ନାହିଁ ପ୍ରିୟ ଭଉଣୀ। ଆମେ ସମସ୍ତେ ନିଜେ ନିଜେ ଆମମାନଙ୍କ ନିଜ ନିଜ ଜାଗାରେ ଆମମାନେ ସ୍ୱତନ୍ତ୍ର ଅଟୁ। ମୋ ପରି କେହି ମଧ୍ୟ ନାହିଁ। ମୋର ପରମେଶ୍ୱର ମତେ ସ୍ୱତନ୍ତ୍ର କରି ତିଆରି କରିଛନ୍ତି। ତେଣୁ ମୁଁ କାହା ସହିତ ତୁଳନା କରିବିନି। ମୁଁ ତା ପରି ହେବି, ମୁଁ ତା ପରି ହେବି, ମୁଁ କାହା ପରି ହେବି ନାହିଁ, ମୁଁ ମୋର ପରି ହେବି। ଆଉ ମୋ ଜୀବନରେ ଖ୍ରୀଷ୍ଟଙ୍କୁ ମୁଁ ପ୍ରକାଶିତ କରିବି। ଏଇ ମନୋଭାବ ଆମେ ପ୍ରତ୍ୟେକ ସମୟରେ ରଖୁ। କାହା ସହିତ ଆମେ ନିଜକୁ ତୁଳନା ନ କରୁ। ଆଉ ତୁଳନା କଲେ ଆମମାନଙ୍କ ଜୀବନରେ ଦୁଃଖ। ଆମେ ତୁଳନା କଲେ ଆମ ଠାରୁ ଯେମାନେ କଷ୍ଟରେ ଅଛନ୍ତି, ଦୁଃଖରେ ଅଛନ୍ତି, ସେମାନଙ୍କ ସହିତ ଆମେ ନିଜକୁ ତୁଳନା କରିନଥାଉ। ଅନେକ ସମୟରେ ଆମ ଠାରୁ ଯୋଉମାନେ ଉଚ୍ଚରେ ଅଛନ୍ତି, ଭଲରେ ଅଛନ୍ତି, ସେମାନଙ୍କୁ ଆମେ ମଧ୍ୟ ଅନେକ ସମୟରେ ଭାବୁନା ପ୍ରଭୁ ସେମାନଙ୍କୁ କେତେ ବଢିଆରେ ରଖିଛ, ଆମକୁ କାହିଁକି ଏମିତି ରଖିଛ। ଆମ ଅନେକ ସମୟରେ ସେମିତି ତୁଳନା କରି ଆମେ ଦୁଃଖଗ୍ରସ୍ତ ହେଇଥାଉ ପ୍ରିୟ ଭଉଣୀ। କିନ୍ତୁ ସେଥିପ୍ରତି ମଧ୍ୟ ଆମେ ନିଜକୁ ଧ୍ୟାନ ଦେବା। ଆଉ ପ୍ରଭୁ ଆମେ କାହା ସହିତ ନିଜକୁ ତୁଳନା ନ କରୁ। ତୁଳନା କରିବା ଦ୍ଵାରା ଅନେକ ସମୟରେ ଆମେ ଦୁଃଖିତ ହେଇଥାଉ। ଏ ଦୁଃଖ ଯାକ କିଛି ନାହିଁ ପ୍ରିୟ, ଏ ସାଧାରଣ ବିଷୟ ନିମନ୍ତେ ଆମେ ଦୁଃଖିତ ନ ହଉ। ଆଉ ଗୋଟେ ବିଷୟ, ଆମେ ଅନେକ ସମୟରେ ଭାବୁ କି ମୁଁ ଏକଲା, ମୋର ସହିତ କେହି ନାହାନ୍ତି, ମତେ କିଏ ଦେଖବା ଲୋକ ନାହିଁ, ମତେ କିଏ ପଚାରବା ଲୋକ ନାହିଁ। ସାଧାରଣତଃ ବାର୍ଦ୍ଧକ୍ୟ ଅବସ୍ଥାରେ ଏ ବିଷୟ ଗୁଡିକ ଆସେ। ମୋର ପୁଅ ପଚାର ନାହିଁ, ମୋର ଝିଅ ପଚାର ନାହିଁ, ମୋର ସ୍ୱାମୀ ମଧ୍ୟ ଚାଲିଗଲେଣି, ମୁଁ ଏ ସମୟରେ ଏକଲା ଅବସ୍ଥାରେ ଅଛି, ମୁଁ କେମିତି ବଞ୍ଚିବି। ନିଜକୁ ଗୋଟେ ତରସ ଖାଇଲା ପରେ ଆମେ ହେଇଯାଇଥାଉ। ନିଜକୁ ନିଜେ ଆମେ ଗୋଟେ ଦୟାର ପାତ୍ରୀ ଆମେ କରିଦେଇଥାଉ। ମତେ କିଏ ପଚାରବା ଲୋକ ନାହିଁ, ଭଲ ଅଛୁ କି ବୋଲି କହିବା ଲୋକ ନାହିଁ, ମୁଁ ତ ଏ ଦୁନିଆରେ ଏକଲା। ଅନେକ ସମୟରେ ସେ ପ୍ରକାର ବିଷୟ ଗୁଡିକ ମଧ୍ୟ ଆମମାନଙ୍କ ଜୀବନରେ ହେଇଥାଏ। ଅନେକ ଏ ପ୍ରକାର ଜୀବନ ମଧ୍ୟ, ପ୍ରାନ୍ତରର ଜୀବନ ମଧ୍ୟ ଆମ ଜୀବନକୁ ଚାଲି ଆସିଥାଏ, ଯୋଉ ସମୟରେ କି ଆମ ନିଜ ଲୋକମାନେ ମଧ୍ୟ ଆମମାନଙ୍କୁ ପଚାରି ନଥାନ୍ତି। ସେ ପ୍ରକାର ସମୟ ଦେଇ ଆମେ ଗତି କରୁ ପ୍ରିୟ ଭଉଣୀ। ସେଇ ସମୟ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଯାଇଥିଲେ। ଯୋଉ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଏକଲା ଦେଇ ଯାଉଛନ୍ତି, ସେ ସମୟରେ କଣ ବୋଲି କହୁଛନ୍ତି ଯୋହନ 16:32।
ଦେଖ, ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମ୍ଭେମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ। ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସାଙ୍ଗରେ ଅଛନ୍ତି। ହୁଁ, ସମସ୍ତେ ଛାଡିଦେବେ, ସମସ୍ତେ ପରିତ୍ୟାଗ କରିବେ, ତଥାପି ମୁଁ ଏକଲା ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ବସି କାନ୍ଦୁନାହାନ୍ତି, ହେ ଶିଷ୍ୟମାନେ ତୁମେ କାହିଁକି ମତେ ଛାଡିକିନା ପଳେଇ ଯାଉଛ? ମୁଁ ପରା ତୁମେ ଭୁକରେ ଥିବା ସମୟରେ 5ଟା ରୁଟି 2ଟା ମାଛକୁ କେମିତି ଖୁଆଇଥିଲି ତମର ମନେ ନାହିଁ କି? ଅଲଗା ଲୋକମାନେ ସିନା ଛାଡି ପଳେଇ ଯାଉଛନ୍ତି, ତୁମେ ମାନେ ମୋର ଶିଷ୍ୟ ପରା। ମୋ ସହିତ ମେଜରେ ବସିକିନା ରୋଟି ଭାଙ୍ଗିଥିଲ ପରା। ହେଲେ ମଧ୍ୟ ଏ ଦୁଃଖ ସମୟରେ, କଷ୍ଟ ସମୟରେ ତୁମେ ମତେ ଛାଡିକିନା ପଳେଇ ଯାଉଛ। କେତେବେଳେ ଲୋକମାନେ ଆମକୁ ଅନେକ ସମୟରେ ଇଗ୍ନୋର କରନ୍ତି, ଛାଡନ୍ତି। ଯୋଉ ସମୟରେ ଆମେ ଦୁଃଖରେ ଥାଉ, କଷ୍ଟରେ ଥାଉ, ସେ ସମୟରେ ଆମକୁ ଛାଡି ଦିଅନ୍ତି। ସେଇ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ସମସ୍ତେ ମତେ ଛାଡିକିନା ପଳେଇବେ। ପିତର ମଧ୍ୟ ଛାଡିକିନା ଯିବେ, ଯୋହନ ମଧ୍ୟ ଛାଡିଯିବେ, ଆନ୍ଦ୍ରିୟ ମଧ୍ୟ ଛାଡିକିନା ପଳେଇବେ। ଆମ ଜୀବନରୁ ମଧ୍ୟ ପ୍ରିୟ ଭଉଣୀ ମାନେ, ପ୍ରଭୁ ଅନେକଙ୍କୁ ଆମ ଜୀବନରୁ ଅଲଗା କରିବେ, ଆଉ ଅନେକ ଜଣ ଆମ ଜୀବନରୁ ଅଲଗା ହେଇଯିବେ। କିଏ ସ୍ୱାମୀ ହରାଉଛନ୍ତି, କିଏ ସ୍ତ୍ରୀ ହରାଉଛନ୍ତି, କିଏ ସ୍ୱାମୀ ଛାଡିକିନା ପଳେଇ ଯାଉଛନ୍ତି, ଭାଇ ଛାଡିକିନା ପଳେଇ ଯାଉଛନ୍ତି, ଏ ଜଗତ ଛାଡିକିନା। ଆମେ ଦେଖିଲୁ ଏ ଅଳ୍ପ ଦିନ ତଳେ ପ୍ଲେନ ଏବାର କେତେ ଜଣ ଚାଲିଗଲେ। ସେ ପ୍ରକାର ଭାବରେ ମଧ୍ୟ ଅନେକ ଆମମାନଙ୍କୁ ଏକଲା କରି 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 ଛାଡି ଯାଆନ୍ତି। ସେ ସମୟରେ ଆମେ କହିବାର ଅଛି, ସମସ୍ତେ ମତେ ପରିତ୍ୟାଗ କରିଦେବେ, ସମସ୍ତେ ମତେ ଛାଡିଦେଲେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରି କହିବାର ଅଛି, ତଥାପି ମୁଁ ଏକଲା ନୁହେଁ, ମୋର ପିତା ମୋ ସହିତ ଅଛନ୍ତି। ନିଜକୁ ତରସ ଖାଇବାର ନାହିଁ ପ୍ରିୟ ଭଉଣୀ ମାନେ, ମୁଁ ଏକଲା, ମତେ କିଏ ପଚାରବା ଲୋକ ନାହିଁ, ମୁଁ କାହା ସହିତ ମିଶିବି, କାହା ସହିତ କଥା ହେବି, ଏ ପ୍ରକାର ଭାବି ଆମେ ନିଜକୁ ନିଜେ ତରସ ଖାଇବା ନାହିଁ। ସେ ପ୍ରଭୁ କଣ ମରି ଯାଇଛନ୍ତି? ଆପଣଙ୍କର ପ୍ରଭୁ କଣ ଆପଣଙ୍କ ସହିତ ନାହାନ୍ତି? ସେଥିପାଇଁ କାହିଁକି ଦୁଃଖ? ଏଇ ଏକଲା ଅନୁଭୂତି, ଏକଲାପନର ଅନୁଭୂତି ସମସ୍ତଙ୍କ ଜୀବନରେ ଆସିଥିବ। ଏମିତି ଗୋଟେ ସମୟ ଆଇବ ଯାହାକୁ ଆମେ ହାତ ଧରିଥିବୁ, ସେ ସ୍ୱାମୀ ମଧ୍ୟ ଅନେକ ସମୟରେ ଆମ ସହିତ ଖରାପ ବ୍ୟବହାର କରିଥିବେ। ମୋ ସ୍ୱାମୀ ବି ମତେ ବୁଝୁନାହାନ୍ତି, ଅନେକ ସମୟରେ ଆମେ କହିଥାଉ ଏ ପ୍ରକାର, ପଚାରୁନାହାନ୍ତି, ଏମେସା ମତେ ଏକଲା କରିଦଉଛନ୍ତି। ତାଙ୍କ ସହିତ କିଛି ସେୟାର କରିବୁ ବୋଲି କହିବାକୁ ଗଲେ ସେ ମଧ୍ୟ ଶୁଣିବା ପାଇଁ ନାରାଜ ଥିବେ। ମାତ୍ର ମୁଁ କହିବାକୁ ଚାହେଁ ପ୍ରିୟ ଭଉଣୀ ମାନେ, ଆପଣଙ୍କ ପରମେଶ୍ୱର ଆପଣଙ୍କ ସହିତ ରୁହନ୍ତି। କିଏ ପଚାରୁନାହାନ୍ତି ବୋଲି, ମୁଁ ଏକଲା ଅଛି ବୋଲି ଆପଣ ମାନେ ଦୁଃଖିତ ହୁଅନ୍ତୁ ନାହିଁ। ଆପଣଙ୍କ ପରମେଶ୍ୱର ଆପଣଙ୍କର ସହିତ ସଦା ସମସ୍ତେ ପରିତ୍ୟାଗ କରିବେ। ଲେଖା ହେଇଛି ନା, ତୁମେ ମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକ ଆପଣା ଆପଣଙ୍କ ଘରକୁ ପଳାଇ ଯିବ, ଆଉ ମତେ ଏକାକୀ ପରିତ୍ୟାଗ କରିବ। ତଥାପି ମୁଁ ଏକାକୀ ନୁହେଁ, କାରଣ ପିତା ମୋ ସଙ୍ଗରେ ଅଛି। ଏଟା ଆମର ପାଖରେ ରହିବାର ଅଛି, ମୋର ବାପା ସବୁବେଳେ ମୋ ସହିତ ଅଛି। ଏଟାକୁ ଆମେ ଉତ୍ସାହିତ କରିବାର ଅଛି, ଆମେ ନିଜକୁ ନିଜେ ଏନକରେଜ କରିବାର ଅଛି। ମୁଁ କାହିଁକି କାନ୍ଦିବି, କାହିଁକି ମୁଁ ଦୁଃଖ କରିବି? ମୁଁ ଏକଲା ଅଛି ବୋଲି ମୁଁ ଦୁଃଖ କରିବି? ଏକଲାପନକୁ ନେଇ ତରସ ଖାଇ ଖାଇ ମୁଁ କଣ ଦୁଃଖ କରିବି? ନାଇଁ, ମୋର ପିତା ମୋର ସାଙ୍ଗରେ ଅଛନ୍ତି। ସେ ପ୍ରଭୁ ବଳ ଦେବେ ପ୍ରିୟ ଭଉଣୀ ମାନେ, ପ୍ରଭୁଙ୍କ ନିକଟକୁ ଚାଲି ଯାଆନ୍ତୁ, ସେ ଏକଲାପନରୁ ଆପଣ ମାନଙ୍କୁ ସେ ବାହାର କରିବେ। କାହିଁକି ଏସବୁ ବିଷୟ ଗୁଡିକ ନିମନ୍ତେ ଆମେ ଦୁଃଖ କରିବେ? ଅନେକ ଥର ଆଉ ଗୋଟେ କଥା କହିବାକୁ ଚାହେଁ, ଶାରୀରିକ ଅସୁସ୍ଥତା ସ୍ଥାନରେ ଅନେକ ଆମେ ଏ ପ୍ରକାର ବସିଛୁ, କାରଣ ଅଣ୍ଟା ବଥା, ମୁଣ୍ଡ ବଥା, ପେଟ ବଥା ଏମିତି ସମସ୍ତଙ୍କର ଚାଲିଥାଏ। ଅନେକ ସମୟରେ ଆମେ ନିଜକୁ ନିଜେ ଭାବୁ, ବା ମୁଁ ଗୋଟେ ରୋଗୀଣାଟା, ସେଥିପାଇଁ ଆମର ଦୁଃଖ। ମୋ ଶରୀରରେ ରୋଗ ଆକା ଭର୍ତ୍ତି। କହିବେ ନାଇଁ କି ମୁଣ୍ଡର ବାଲ ହାରି କମ ଥିବ ସିନା, ମୋର ଶରୀରରେ ସେମିତି ରୋଗ ଭର୍ତ୍ତି ହେଇଛି। ସେଥିପାଇଁ ଆମେ ନିଜକୁ, ମୁଁ ଦୁର୍ବଳଟା, ମୁଁ ରୋଗୀଟା, ଏ ପ୍ରକାର ଆମେ ଭାବିବା ନାହିଁ ପ୍ରିୟ ଭଉଣୀ ମାନେ। ମୋର ଅଣ୍ଟା ବଥା ଛାଡୁନାହିଁ, ମୋର ମୁଣ୍ଡ ବଥା ଛାଡୁନାହିଁ। ଅନେକ ଭଉଣୀ ମାନେ ବିଭିନ୍ନ ପ୍ରକାର ଗାଇନିକ ଇସ୍ୟୁ ଗୁଡିକ ଦେଇକିନା ଯାଉଛନ୍ତି। ସେ ସମୟରେ ମଧ୍ୟ ଆମେ କହିବାର ଅଛି, ଯାତ୍ରା 15:26 ଲେଖାଗଲା, ଆମ୍ଭେ ସଦା ପ୍ରଭୁ ତୁମର ଆରୋଗ୍ୟକାରୀ। ଆଉ ସେହି ଆରୋଗ୍ୟକାରୀ ଆମ ସହିତ ଅଛନ୍ତି ପ୍ରିୟ ଭଉଣୀ ମାନେ। ଆମମାନଙ୍କ ଶରୀରର ଅସୁସ୍ଥତାକୁ ନେଇ ଆମେ କେବେ ଦୁଃଖିତ ହେଇ ବସି ରହିବା ନାହିଁ। ଆମେ ଅଶ୍ରୁ ଝରେଇବା ନାହିଁ। ଆମେ ନିଜ ନିଜ କହିବାର ଅଛି, ମୋର ପରମେଶ୍ୱର, ମୋର ସଦା ପ୍ରଭୁ, ମୋର ବାପା, ସେ ହଉଛନ୍ତି ଆରୋଗ୍ୟକାରୀ। ଯୋଉ ସମୟରେ 12 ବର୍ଷ ଧରି ସେ ପ୍ରଦର ରୋଗଗ୍ରସ୍ତ ସ୍ତ୍ରୀ, ଭାବନ୍ତୁ 12 ବର୍ଷ ଯାଏ ନିଜର ରକ୍ତସ୍ରାବରେ ସେ କେମିତି ଦୁଃଖିତ ଅବସ୍ଥାରେ ଅଛି, କଷ୍ଟରେ ଅଛି।
12 ବର୍ଷ ଯାଏ ନିଜ ଶରୀରରୁ ସେ ରକ୍ତସ୍ରାବ ହେଉଛି। ଭାବନ୍ତୁ କେତେ କଷ୍ଟର ବିଷୟ। ଆମେ ଏ ସ୍ଥାନରେ ଏମିତି କେହି ବସିନୁ 12 ବର୍ଷ ଯାଏ ଯେ କି ସେ ପ୍ରକାର ପୀଡାରେ ଆମେ ଯାଇଛୁ। ଆମେ ଅଳ୍ପ ଦିନ ପାଇଁ ସେ ପ୍ରକାର ହେଲେ ମଧ୍ୟ ଆମେ କେତେ କଷ୍ଟ ହଉଛୁ। ମାତ୍ର ସେ ସ୍ତ୍ରୀ ଲୋକ ଥକି ଯାଉନାହିଁ। ମତେ ବଢିଆ ଲାଗିଲା ମାର୍କ 5:28 ଯଦି ପଢବା, ସେ ଥକୁ ନାହିଁ, ସେ ହାଲିଆ ହୋଇ ନାହିଁ, ନାଇଁ ଆଉ ମୋ ଶରୀର ଆଉ ସୁସ୍ଥ ହେବ ନାହିଁ, ମୁଁ ଆଉ ସୁସ୍ଥ ହେଇପାରିବି ନାହିଁ, ସେ ସେମିତି କହୁନାହିଁ। ସେ ନିଜକୁ ଗୋଟେ ଗୋଟେ ପଜିଟିଭ ୱାର୍ଡ କୁ ସେ କଣ କରୁଛି, ଘୋଷଣା କରୁଛି। ପଢନ୍ତୁ ମାର୍କ 5:28। କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି। ହଁ, ସେ ଅନେକ ବୈଦ୍ୟଙ୍କ ଦ୍ଵାରା ଚିକିତ୍ସିତ ହୋଇ ଅନେକ ଟଙ୍କା ସରାଇଲା ପରେ ମଧ୍ୟ ସେ ହେଲେ ନାଇଁ, ଆହୁରି ହେବ ନାଇଁ, ଏ ଡକ୍ଟର ପାଖେ ଯାଇଥିଲି, ଦେଶୀ ମେଡିସିନ କଲି, ଆୟୁର୍ବେଦିକ ମେଡିସିନ କଲି, ଆହୁରି ତ ମୋର ଶରୀର ଆଉ ସୁସ୍ଥ ହଉନାହିଁ, ମୁଁ ଆଉ ସୁସ୍ଥ ହେବି ନାହିଁ, ଏମିତି କଥା ସେ କହୁନାହିଁ। ତାର ପାଖରେ ଗୋଟେ ବିଶ୍ୱାସ ଅଛି। ସେ କହୁଛି ସଦା ପ୍ରଭୁ ମୋର ଆରୋଗ୍ୟକାରୀ, କେବଳ ତାହାଙ୍କର ଲୁଗାର ଝୁମ୍ପା ଛୁଇଁଲେ ମୁଁ ସୁସ୍ଥ ହେବି। ଆପଣଙ୍କର ଦୁର୍ବଳ ଅବସ୍ଥାକୁ ନେଇ ଆପଣଙ୍କ ପ୍ରଭୁଙ୍କ ପାଖକୁ ଯାଆନ୍ତୁ ପ୍ରିୟ ଭଉଣୀ। ସେ ଦୁର୍ବଳତାର ସମାଧାନକାରୀ ଅଟନ୍ତି। ଯଦି ବି ସେ ସୁସ୍ଥତା ନ ଦିଅନ୍ତି, ପାଉଲଙ୍କ ପରି କୁହନ୍ତି ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ। ଶରୀର ମଧ୍ୟରେ ଅନେକ ରୋଗ ଅଛି, ଅନେକ ଦୁର୍ବଳତା ଅଛି, ମାତ୍ର ହେଲେ ମଧ୍ୟ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରୁଛି। ତାଙ୍କର ସେବା କରିବା ପାଇଁ, ଘରର ଯତ୍ନ ନେବା ପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି। ସେ ପ୍ରକାର ପରମେଶ୍ୱର, ସେ ଆମେ ଭାଙ୍ଗି ପଡବା ନାହିଁ, ଆମେ ହତାଶ ହେଇଯିବା ନାହିଁ, ଆମେ ନିରାଶ ହେଇଯିବା ନାହିଁ। ମୁଁ କଣ କରିବି, ମୋର ଗୋଟେ ଶରୀର ରୋଗର ଶରୀର, ମୋର ଶରୀର ଗୋଟେ ରୋଗର ଗନ୍ଧାଘର, ଏ ପ୍ରକାର କଥା ମାନେ ନ କହୁ। ଆମର ପାଟିରେ ଏ ପ୍ରକାର କହି ଆମେ ନିଜକୁ ନିଜେ ଆମେ ତରସ ନ ଖାଉ, ନିଜକୁ ନିଜେ ଆମେ ଦୁଃଖିତ ନ ହେଇ ବସୁ, ନ କାନ୍ଦୁ ପ୍ରିୟ ଭଉଣୀ ମାନେ। ଆମେ କହିବା କେବଳ ପ୍ରଭୁ ତୁମର ଲୁଗାର ଝୁମ୍ପା ଛୁଇଁଲେ ମୁଁ ସୁସ୍ଥ ହେବି, ତୁମର ଉପସ୍ଥିତିରେ ମୁଁ ସୁସ୍ଥତା ହେବି। ଅନେକ ସମୟରେ ମୁଁ ଦେଖେ, ମୁଁ ଯାଇ ଆଉ ଚର୍ଚ୍ଚରେ ବସିଲା ପରେ ନାହିଁ, ମୋର ଦେହ ଭଲ ଲାଗୁନାହିଁ, ମାତ୍ର ମୁଁ ଅନେକ ସମୟରେ ଚର୍ଚ୍ଚରେ ଯାଇ ବସୁ ବସୁ ମୁଁ ଭଲ ହେଇଯାଇଛି। ଅନେକ ସମୟରେ ଆଜି ଆଉ ପ୍ରଚାର କରିବି ନାହିଁ, କାହାକୁ ଗୋଟେ ଦେଇଦେବି, ଦେହ ତ ଭଲ ଲାଗୁନାହିଁ ବୋଲି ଭାବୁଥିବି, ମାତ୍ର ପ୍ରଚାର କରୁ କରୁ ଅନେକ ସମୟରେ ସୁସ୍ଥ ହେଇଯାଇଥାଏ। ପ୍ରିୟ ଭଉଣୀ ମାନେ, ପ୍ରଭୁ ସେ ପ୍ରକାର ଅନୁଗ୍ରହ ଆମମାନଙ୍କୁ କରନ୍ତି। ତେଣୁ ଆମମାନେ କେବେ ମଧ୍ୟ ଏଇ ଛୋଟିଆ ମିଟିଆ ବିଷୟ ନିମନ୍ତେ ଆମମାନେ ଦୁଃଖିତ ହେବା ନାହିଁ। ଆମମାନେ ନିଜକୁ ଆମମାନେ ସେଥିପାଇଁ ଆମମାନେ ଦୁଃଖିତ ନ ହୋଇ ଅନେକ ଯୋଉ ବିଷୟ ଗୁଡିକ ଆମମାନଙ୍କୁ ପ୍ରଭୁଙ୍କ ନିକଟବର୍ତ୍ତୀ କରାଇବ, ଯୋଉ ବିଷୟ ଗୁଡିକ ଆମେ ପ୍ରଭୁଙ୍କ ଠାରେ ପାଇପାରିବା, ସେ ବିଷୟ ଗୁଡିକ ନିମନ୍ତେ ଆମମାନେ ଅଧିକ ଚିନ୍ତିତ ବା ଦୁଃଖିତ ହେବାର ଆବଶ୍ୟକତା ରହିଛି। ଆଉ ଅନେକ ସମୟରେ ମୁଁ ଏଟା ଷ୍ଟାର୍ଟିଂରୁ ହିଁ କହି ଆସୁଛି, ଯୋଉଟା କି ଭୌତିକ ବିଷୟ, ସାଂସାରିକ ବିଷୟ, ଖାଇବାଟା ପିନ୍ଧିବାଟା ପାଇଁ ଆମେ ଅନେକ ସମୟରେ ବ୍ୟତିବ୍ୟସ୍ତ ହେଇଥାଉ। ମାତ୍ର ମାଥ୍ୟୁ 6:31-34 ମଧ୍ୟରେ ଆମେ ସମସ୍ତେ ଜାଣିଛୁ ସେଟା। ପଢନ୍ତୁ। ଏଣୁ କଣ ଖାଇବା ଅବା କଣ ପିଇବା କି ଅବା କଣ ପିନ୍ଧିବା, ଏହା କହି ଚିନ୍ତିତ ହୁଅ ନାହିଁ। କାରଣ ବିଜାତିମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି, ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି। କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ, ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ତ ପ୍ରିୟ ଭଉଣୀ ମାନେ, କଣଟା ଖାଇବୁ, କଣଟା ପିନ୍ଧିବୁ, ଏସବୁ ବିଷୟ ନେଇ ଆମମାନଙ୍କୁ ଚିନ୍ତିତ ହେବା ନାହିଁ। ପ୍ରଥମେ ତାଙ୍କର ରାଜ୍ୟ ଆଉ ଧାର୍ମିକତାକୁ ଆମେ ଅନ୍ୱେଷଣ କରୁ। ଆଜି ଆମର ଘରେ ଖାଇବା ପାଇଁ ନାହିଁ, ଦୁଃଖ ନାହିଁ, ପିନ୍ଧିବା ପାଇଁ ନାହିଁ, ଦୁଃଖ, ଏସବୁ ବିଷୟ ନେଇ ଆମେ ଦୁଃଖିତ ହେବାର ଆବଶ୍ୟକତା ନାହିଁ। ପ୍ରିୟ ଭଉଣୀ ମାନେ, ଆମର ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି, ଯୋଉ ସମୟରେ ସବୁ ବିଷୟ ନିମନ୍ତେ ଆମେ ଦୁଃଖିତ ହଉଛୁ, ସେ ସମୟରେ ଆମେ ମନେ ପକାଇବାର ଅଛି କି ପ୍ରଭୁ କହିଛନ୍ତି ପ୍ରଥମେ ତାଙ୍କର ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର, ତାପରେ ସେ ସମସ୍ତ ବିଷୟ ଦେବେ। ପ୍ରିୟ ଭଉଣୀ ମାନେ, ଆମେ ଜନ୍ମ ହେଲୁ, ଆମେ କେତେ କେଜି ଚାଉଳ ଖାଇବୁ ଆମର ପରମେଶ୍ୱର ଜାଣିଛନ୍ତି। ଆମେ ସେତିକି କେଜି ଚାଉଳ ଆମର ପାଇଁ ରେଡି କରିକିନା ରଖିଛନ୍ତି। ଆମେ କେତେ ଡାଲି ଖାଇବୁ ସେଟା ମଧ୍ୟ ସେ ଜାଣିଛନ୍ତି। କେତେ ତେଲ ୟୁଜ କରିବୁ, କେତେ ସାବୁନ ୟୁଜ କରିବୁ, ସେ ସବୁ ସେ ଜାଣିଛନ୍ତି। ଆଉ କେତିକି ଡ୍ରେସ ପିନ୍ଧିବୁ ସେଟା ମଧ୍ୟ ସେ ସବୁ ଜାଣିଛନ୍ତି। ସେ ସବୁ ଆୟୋଜନ କରିକିନା ଆମମାନଙ୍କୁ ପଠାଇଛନ୍ତି।
परमेश्वर प्रथमे एदन उद्यान को तैयारी कले प्रथमे से आदम को तैयारी करना प्रथमे एदन उद्यान को तैयारी कले आदम को समस्त आवश्यकता को तैयारी कला तापर से आदम को नहीं रखले आउ सही परमेश्वर आज मो निमंते मध्य सब विषय तैयारी कर सारा परे से मते जगत को पठाई तो ए छोटिया मोटिया विषय निमंते आम ऑपरेट हेबानी अनेक समय एबे पिला माने नुआ क्लास को जिबे कोठु पैसा आइबो केंती करी जॉइन करबो आपण जदि परमेश्वर इच्छा अनुसार चलुचंती से परमेश्वर निश्चिंत भाव आपणकर जत्न नेबे आ सुरक्षा भाव आपण मानकर पुओ झियो मानकु बहुत सुंदर भाव समस्त आवश्यकता दे गोटे विषय प्रथम सबुठारु फास्ट प्रभु को रखु एटा मिलु नाही सेटा मिलु नाही बोली कांदंतु नाही प्रभु आपणको जीवन रे प्रथम अछंती जहा आपणको दरकार प्रभु जानी दरकार नहीं जहाँ आपणकर आवश्यक आवश्यक विषय प्रभु से जगह जहाँ जहाँ आम जीवन रे आवश्यक से आम जगैबा परमेश्वर घर दरकार से उपयुक्त समय घर देव आज खाइबा को दरकार से उपयुक्त समय आपन को खाइबा को दरकार जदि आपन को आज कार दरकार ताहले मध्य परमेश्वर कार रो आवश्यकता अछि से निश्चित भाबरे आपन को सेटा मध्य देबे सेति पे आमे ए सब विषय निमंते हमको दुखित हेबार आवश्यकता नहीं आमे अनेक समय रे हमको घुड़ेबा पई हमर देह को घुड़ेबा पई पोशाक थिले मध्य आमे अनेक समय रे आमे दुखित काहे नै मते रानी हार नै बोली आमे अनेक समय रे दुख करे विभाग रे सब ओले बिले हेतिबे कि नै हमकु मिसा टिके छाबा ए तांकर केते सुना अछि मते हार नै बोली आमे अनेक समय दुख बोली हार आमानकर अति आवश्यकता विषय नै प्रिय भौणी मान जदि जेबे प्रभु चाहेबे तुमको सुना गहना मध्य आवश्यक बोले से निश्चिंत रूपे सेटा मध्य देबे सेति पे आमानकर दुख सेति पय हेबार आवश्यकता नै ए भौतिक विषय गुडी को निमंते कॉटन साड़ी रे मध्य आमानकर देह ढांकी हेबो पाट साड़ी रे मध्य देह ढांकी हेबो प्रभु जानी चंती तू पाट साड़ी मेंटेन करी पिंधी पारबो नै बोली से देउ नाहंती सेति पे हमको सूता साड़ी दउछंती सेति पे खुशी रे रहन काहे कि तते पाट साड़ी देबी निजे धोई पारबो नै तापर जयपुर नै कि ना ड्राई क्लीनिंग करबा को हेबो ऑटो रे जेबो स्कूटी रे जेबो कि काहे कि एते व्यस्त बोली प्रभु एबे जे आमान को देई नाहंती सेति पे व्यस्त हेबा नै प्रिय भौणी माने भौतिक विषय गुडी को निमंते केबे मध्ये दुखित हुअंतु नै मु कहबा को चाहे जहा हमर आवश्यक प्रभु ताहा मान को देछ मो मोर पाके एते भलो कलेक्शन न थाए साड़ी न थाए जहा भाई भौणी माने दियंती ताहा पिंदे तते किछि भी लागू नै कि सब लोग भल भलटा पिंथिले जेंती सेंतीटा मते लागे नै काई सियाडे मोर माइंड को अनेक समय मु निये नै के कहले टिके हो नि कि बोलबे तापर अछि बोली कि ना मु आउथरे सेटा को डिलीट करते कारण ए सब विषय निमंते आमे हमर दुख नै प्रिय भौणी एटा पाई बसी आमे दुख करबो एटा केउ माने दुख करंती सान पिला माने दुख करथिबे आवर प्रकाश प्रतिभा माने ताकू भलटा देलु मते नै सेंती दुख करन किंतु आमे से सब विषय रे आमे दुखित हेबा नै प्रभु हमन को जहा देचंती से हमर पई भलो बोली सेटा देचंती से दिन आमे जानि परबा जे आमे प्रभु को जदी कंप्लेन करे थाउ प्रभु एटा देलो नै सेटा देलो नै से दिन हमको कहबे जो दिन तांकर सहित साक्षात त काहे कि देली नै जानि छु ना एटा देथिले तू एंती हेथांतो ए जगह को आसी पारे न थांतो सेथि पई मु तते देली नै बोले धन्यवाद प्रभु तुमे मते देई न हो बोले आमे से दिन प्रभु को आमे धन्यवाद देबा अनेक समय रे आमर रोजगार नहीं ए सब विषय रे नहीं आमे चिंतित हेता किंतु प्रिय भौणी माने मु कहबा को चाहे प्रभु आमर सब आवश्यकता को जानନ୍ତି आ समस्त विषय तांकर नियंत्रण मध्य अछि तांकर नियंत्रण बाहर कौन सी विषय मध्य जाय नै प्रभु समस्त विषय को तांकर नियंत्रण मध्य रे रखि किना मान को चलाउछंती एतिकी मने रखंतु आपनकर पुओ झियो माने आज बेकार अवस्था रे अछंती ताहले आपण माने धार्मिक जीवन काटंतु से मान को पय दुखित हुंतु नै कारण गीत संगीत लेखा गला धार्मिक वंश केबे मध्य खाद्य भिक्षा करे नै आपण धर्म जीवन यापन करंतु प्रभु आपनकर पुओ झियो मानकर जत्न नै सेति पे बसी कांदबार दरकार नहीं हमर पुओ को चाकरी नहीं मो झियो को चाकरी नहीं केंती हे बंचबे कोन खाइबे कोन पीबे सेति पे नहीं आपण धार्मिक जीवन काटंतु आपनकर काम आपण करंतु आपनकर परमेश्वर आपनकर पुओ झियो रो जत्न नेबे
ଧର୍ମ ଆମେ କେମିତି ଆମର ପୁଅ ଝିଅ ମାନଙ୍କର ପାଇଁ ସେମାନଙ୍କର ଭବିଷ୍ୟତ ବିଷୟକୁ ଆମେ ସଞ୍ଚୟ କରିଯିବା ଯେ ସମୟରେ ଆମେ ଧାର୍ମିକ ଜୀବନ କାଟବା। ଦାଉଦ ବଢିଆ କଥା କୁହନ୍ତି, ମୁଁ ଯୁବା ଥିଲି ବୃଦ୍ଧ ହେଲି ମାତ୍ର ଧାର୍ମିକକୁ ଖାଦ୍ୟ ଭିକ୍ଷା କରିବାର ମୁଁ ଦେଖି ନାହିଁ। ଆଉ ସେଇ ପରମେଶ୍ୱର ଆଜି ମଧ୍ୟ ଜୀବିତ ଅଛନ୍ତି। ସେ ଆମର ବଂଶକୁ ମଧ୍ୟ, ଯଦି ଆମେ ଧାର୍ମିକ ବଂଶ, ସେ କେବେ ମଧ୍ୟ ଖାଦ୍ୟ ଭିକ୍ଷା, ସେ ଖାଇବା ପିଇବା ପାଇଁ ଦୌରାଣ୍ଡେ ବୁଲିବ ନାହିଁ। ତା ପାଇଁ ଭେକେନ୍ସି ରେଡି ଥିବ, ଆହୁରି ଅନେକ କାମ ତା ନିମନ୍ତେ। ଆମେ କେବଳ ଗୋଟେ ବିଷୟ କରିବା, ଆମେ ଆମେ ଧାର୍ମିକ ଜୀବନ କାଟିବା। ଆଉ ଗୋଟେ ବିଷୟ, ଅନେକ ସମୟରେ ଲୋକମାନେ ଜାଣି ଶୁଣି ଆମମାନଙ୍କୁ କଷ୍ଟ ଦିଅନ୍ତି, ଆକୁ ବାଧୁ, ଆକୁ ଏମିତି ହଉ ବୋଲି ଅନେକ ସମୟରେ ସେମାନେ ଜାଣି ଶୁଣି କଷ୍ଟ ଦିଅନ୍ତି। ଆମେ ଏତେ ମୂର୍ଖ ଭଉଣୀ ମାନେ ଯେ ସେମାନେ ତ ଜାଣି ଶୁଣି ତମ କାନ୍ଦିଲେ ସେମାନଙ୍କୁ ଖୁସି ଲାଗିବ, ସେଥିପାଇଁ ତମେ ସେମାନଙ୍କ ସାମ୍ନାରେ ଆକା ବସି କାନ୍ଦୁଥିବ। ଆମେ ଅନେକ ଜଣ ଅଛନ୍ତି ଯେ ଆକୁ କଷ୍ଟ ହେଉ, ଆକୁ ଟିକେ କନ୍ଦାଇବେ ଆକା ବୋଲି ଆମମାନଙ୍କୁ କଷ୍ଟ ଦିଅନ୍ତି, ଆମମାନଙ୍କୁ ଇରିଟେଟ କଲା ପରି କାମ କରନ୍ତି। ସେ ସମୟରେ ଆମେ ଦୁଃଖିତ ହେବାର ନାହିଁ। ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି, ପ୍ରଭୁଙ୍କର ଗୌରବ କରିବାର ଅଛି, ପ୍ରଭୁଙ୍କର ମହିମା କରିବାର ଅଛି। ପ୍ରଭୁ ସେ ଏ ପ୍ରକାର ପରମେଶ୍ୱର, ସେ ଆମମାନଙ୍କର ଯତ୍ନ ନେଇକିନା ଆସୁଛନ୍ତି। ତ ଆମର ଦୁଃଖ କାହିଁକି ପ୍ରିୟ ଭଉଣୀ ମାନେ? ଏ ଛୋଟିଆ ମୋଟିଆ ବିଷୟ ନିମନ୍ତେ ଆମେ କାହିଁକି ଦୁଃଖିତ ହେବା? ଆମକୁ କିଏ ପଚାରୁ ନାହାନ୍ତି। ଅନେକ ସମୟରେ ଆମର କମ, ଆହୁରି ଗୋଟେ ଦୁଃଖ, ସବୁଠୁ ବଡ ଦୁଃଖ, ମତେ ତୁମେ ବୁଝୁନ। ଆମର ସ୍ୱାମୀ ମାନଙ୍କୁ ଏ ୱାର୍ଡ ଆମେ ବହୁତ ଥର ବ୍ୟବହାର କରୁଛୁ, ମତେ ଟିକେ ବୁଝ, ମତେ କାହିଁକି ବୁଝୁନ? ଆମକୁ କିଏ ବୁଝିବେ ନାହିଁ ପ୍ରିୟ ଭଉଣୀ ମାନେ। ଆମକୁ ଏମିତି ଗୋଟେ ଜ୍ଞାନବାନ ବ୍ୟକ୍ତି ତିଆରି କରିଛନ୍ତି, ଆମକୁ ଏତେ ଆଶ୍ଚର୍ଯ୍ୟ ଆରେ ଭୟଙ୍କର ଭାବରେ ସେ ନିର୍ମିତ କରିଛନ୍ତି, ଆମକୁ ବୁଝିବା ପାଇଁ କାହା ପାଖରେ ମଧ୍ୟ ସେତିକି ବୁଦ୍ଧି ନାହିଁ। ତ ଆମର ପରମେଶ୍ୱର ଆମକୁ ବୁଝୁଛନ୍ତି, ପ୍ରଭୁ ତୁମେ ମତେ ବୁଝୁଛ ସେତିକି ଯଥେଷ୍ଟ। ଆମେ କହୁନା ଆମର ପିଲା, ମତେ ଟିକେ ବୁଝ ରେ, ମୋର କଷ୍ଟକୁ ଟିକେ ବୁଝ ବୋଲି ଆମର ପିଲାମାନଙ୍କୁ, ଆମ ସ୍ୱାମୀକୁ କହୁ। ଶାଶୁ ଶ୍ୱଶୁରକୁ ମିଶା କହିହବ ଯେ କହିଲେ କାଳେ ଖରାପ ଭାବେ ବୋଲି କହି ହଉନାହିଁ। ତ ଏ ପ୍ରକାର ବିଷୟ ଗୁଡିକ ଆମକୁ ହୁଏ। ତ ଆମେ ସେଥିପାଇଁ ଦୁଃଖିତ। ମୁଁ ଏତେ କଷ୍ଟ କରୁଛି, ସକାଳରୁ ସନ୍ଧ୍ୟା ଯାଏ ଏତେ ସବୁ କାମ କରୁଛି, ମାତ୍ର ମୋର ସ୍ୱାମୀ ମିଶା ମତେ ଟିକେ ବୁଝୁନାହାନ୍ତି, ମୋର ପିଲାମାନେ ମତେ ବୁଝୁନାହାନ୍ତି। ଏ ଝିଅ ତ ବଡ ହେଲାନି, ସେ ହେଲେ ଟିକେ ବୁଝିଥାନ୍ତା। ଏ ପ୍ରକାର ଆମେ କହି ଆମେ ନିଜକୁ ଆମେ ଦୁଃଖିତ କରୁ, ଆମେ ନିଜକୁ ନିଜେ ଆମେ ତରସ ଖାଇଥାଉ। ପ୍ରିୟ ଭଉଣୀ ମାନେ, ସବୁ ବିଷୟକୁ ନେଇ ଆମେ ତରସ ଖାଇବା। ଆପଣଙ୍କର ପରମେଶ୍ୱର ଆପଣଙ୍କୁ ବୁଝୁଛନ୍ତି, ସେ ବୁଝିଲେ ଯଥେଷ୍ଟ। କି ବୁଝନ୍ତୁ କି ନ ବୁଝନ୍ତୁ, ସେଥିପାଇଁ ମାନେ ଦୁଃଖଗ୍ରସ୍ତ ହେବା ନାହିଁ। ଅନେକ ବିଷୟରେ ଆପଣ ମାନଙ୍କ ସହିତ ମୁଁ ରଖିଲି, ମୁଁ ଆଶା କରେ ପ୍ରଭୁ ଆପଣ ମାନଙ୍କୁ ସାହାଯ୍ୟ କରିଥିବେ। ଆଉ ଏସବୁ ବିଷୟ ନେଇ ଆମେ ଦୁଃଖିତ, ଚିଡଚିଡା ହେବା ନାହିଁ। ଆଉ ପ୍ରଭୁଙ୍କ ନିକଟ ନିଜକୁ ସମର୍ପଣ କରିବା, ଆଉ ସବୁବେଳେ କହିବା, ପ୍ରଭୁ ଏସବୁ ବିଷୟ ଗୁଡିକ ନିମନ୍ତେ ମୁଁ ଦୁଃଖିତ ହେବି ନା, ଏଥିପାଇଁ ମତେ ତୁମେ ସାହାଯ୍ୟ କର। ଆଉ ସେ ପରମେଶ୍ୱର ନିଶ୍ଚିନ୍ତ ଭାବରେ ସାହାଯ୍ୟ କର। ପ୍ରଭୁ ଅଳ୍ପ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ